ହ୍ୟାଲୋ ପିଲାମାନେ, ମୁଁ ତମମାନଙ୍କୁ ଆଜି ୱାର୍ଲଡ ଜିଓଗ୍ରାଫି ପଢ଼େଇବି। ଓଡ଼ିଶାର ଯେତେ ବି ଏକ୍ଜାମ ଗୁଡ଼ାକ ଅଛି ଆଉ OPSC, ଖାସ କରି OPSC ତା ପାଇଁ ବେଷ୍ଟ ନୋଟ୍ସ ଗୁଡ଼ାକ ମୁଁ ବନେଇଛି। ସେଥିରେ ମୁଁ ଆପଣମାନଙ୍କୁ ସବୁ ପଢ଼େଇବି। ଫାଷ୍ଟ ମୁଁ ଜିଓଗ୍ରାଫି ଶେଷ କରିବି, ତାପରେ ଦେଖିବା କୋଉ ଚାପ୍ଟରଟା ଯଦି ପଢ଼େଇ ହବ ପଢ଼େଇ ପାରିବି। ଆଉ ଏଇ ନୋଟ୍ସ ଗୁଡ଼ାକ ନା ବେଷ୍ଟ ଫର୍ ଦ OPSC। ମୁଁ ପୁରା ବହିରୁ ଏଇଗୁଡ଼ାକ ସବୁ ଲେଖିଛି ନିଜେ ହାତରେ, ହାତ ଲେଖା ନୋଟ୍ସ ଗୁଡ଼ାକ ଏଇଟା ସବୁ। ତ ଫାଷ୍ଟ ଆମେ ପଢ଼ିବା ୱାର୍ଲଡ ଜିଓଗ୍ରାଫି। ଫାଷ୍ଟ ୱାର୍ଲଡ ଜିଓଗ୍ରାଫି ପଢ଼ିବା ଆଗରୁ ଜିଓଗ୍ରାଫି ଆମେ କାହିଁକି ପଢ଼ୁ, ଜିଓଗ୍ରାଫିର ମିନିଂ କ'ଣ, ଜିଓଗ୍ରାଫି କୋଉଠିରୁ ଆସିଛି ସେଇଟା ଆମକୁ ଜାଣିବା ବହୁତ ଦରକାର। କାହିଁକିନା ଏଇ ଜିନିଷରେ ପିଲାମାନେ ବହୁତ ଘାଣ୍ଟି ହୁଅନ୍ତି। ଜିଓଗ୍ରାଫି ଜିଓ ପ୍ଲସ୍ ଗ୍ରାଫିଂ, ଏଇଟା ଗୋଟେ ଗ୍ରୀକ ୱାର୍ଡ। ଆଉ ଜିଓ ମିନ୍ସ ଆର୍ଟ ଏଣ୍ଡ ଗ୍ରାଫିଂ ମିନ୍ସ ରାଇଟ ଅର୍ ଡେସ୍କ୍ରିପସନ। ଆମେ ଆର୍ଟ ବିଷୟରେ ଯେତିକି ପଢ଼ିବା ତାକୁ ଜିଓଗ୍ରାଫି ବୋଲି କହିଥାଉ। It is the study of man with diverse environment and the interaction between two. ଜିଓଗ୍ରାଫିରେ ମ୍ୟାନ୍ ଆଉ ଏନଭାରମେଣ୍ଟ ଆଉ ଇଣ୍ଟରାକ୍ସନ ବିଟୱିନ୍ ଏ ଦୁଇଟା ମାନଙ୍କର ଇଣ୍ଟରାକ୍ସନ ଯେତେ ବି ହଉଛି, ଯୋଉ ପ୍ରକାର ହଉଛି, ସେଇଟାକୁ ଆମେ ଜିଓଗ୍ରାଫି କହିଥାଉ। ବେସିକ ଡିଭିଜନ ଜିଓଗ୍ରାଫିକୁ ଆମେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ଫିଜିକାଲ ଜିଓଗ୍ରାଫି ଅଛି ଆଉ ଗୋଟେ ହ୍ୟୁମାନ ଜିଓଗ୍ରାଫି ଅଛି। ଆମ ସିଲାବସରେ OPSC ସିଲାବସରେ ଯେତେ ବି କ୍ୱେଶ୍ଚିନ୍ ଆସେ ଆଉ ସିଲାବସ ଅଛି, OPSC କ'ଣ ଓଡ଼ିଶା ଏକ୍ଜାମ ପାଇଁ ଯେତେ ବି କ୍ୱେଶ୍ଚିନ୍ ଗୁଡ଼ାକ ଅଛି, ଯେତେଟା ସବୁ ସିଲାବସ ସବୁ ଫିଜିକାଲ ଜିଓଗ୍ରାଫିରେ ହିଁ ଆସିଥାଏ। ୱାର୍ଲଡ ଫିଜିକାଲ ଜିଓଗ୍ରାଫିକୁ ଆମେ 5 ଟାଇପରେ ପଢ଼ିବା, 5 ଭାଗରେ ମୁଁ ବିଭକ୍ତ କରିଦେଇଛି। ଏଥିରୁ ପଢ଼ିବା ଫାଷ୍ଟ ଆମେ ୟୁନିଭର୍ସ ବିଷୟରେ ପଢ଼ିବା। ୟୁନିଭର୍ସ କେମିତି ହେଲା, ଆମେ ଆର୍ଥ କେମିତି ହେଲା, ସେ ସବୁ ଗୁଡ଼ାକ ପଢ଼ିବା। ଦେନ୍ ଲିଥୋସ୍ଫିୟର ପଢ଼ିବା। ଆର୍ଥର ଯୋଉ କ୍ରଷ୍ଟ ମାନେ ଯୋଉ ଚଟାଣ ଗୁଡ଼ାକ କେମିତି ସୃଷ୍ଟି ହେଲା ସେ ବିଷୟରେ ପଢ଼ିବା। ହାଇଡ୍ରୋସ୍ଫିୟର ପଢ଼ିବା। ଓସେନ କେମିତି ହେଲା ସେଇ ବିଷୟରେ ପଢ଼ିବା। ଆଟମୋସ୍ଫିୟର କେମିତି ହେଲା ସେଇ ବିଷୟରେ ପଢ଼ିବା। ଆଉ କଣ୍ଟିନେଣ୍ଟ କେମିତି ଭାଗ ଭାଗ ହେଇଛି ସେଇ ବିଷୟରେ ବି ପଢ଼ିବା। କଣ୍ଟିନେଣ୍ଟ କେମିତି ହେଲା ସେଇ ବିଷୟରେ ପଢ଼ିବା। ଫାଷ୍ଟ ଆମେ ପଢ଼ିବା ୟୁନିଭର୍ସ। ୟୁନିଭର୍ସ ବିଷୟରେ ପଢ଼ିବା। ଦ ଷ୍ଟଡି ଅଫ ୟୁନିଭର୍ସ ଇଜ ନୋନ୍ ଆଜ ଦ କସ୍ମୋଲୋଜି। ଆମେ ଏଇଟା ଟିକେ ରୁହ, ଏଇ କସ୍ମୋଲୋଜିକୁ ଆପଣମାନେ ନୋଟ୍ସ କରିନେବେ। ଦ ଷ୍ଟଡି ଅଫ ୟୁନିଭର୍ସ ଇଜ ନୋନ୍ ଆଜ ଦ କସ୍ମୋଲୋଜି। କସ୍ମୋଲୋଜି ଗୋଟେ ହେଲା ବ୍ରାଞ୍ଚ ଅଫ ଆଷ୍ଟ୍ରୋନୋମି। The universe contain all the matter and energy. ଆମ ୟୁନିଭର୍ସରେ ଯେତେ ଗୁଡ଼ାକ ମ୍ୟାଟର ଅଛି, ଏନର୍ଜି ଅଛି, ସବୁ ମ୍ୟାଟର ଆଉ ଏନର୍ଜି ମିଶିକରି ଆମ ୟୁନିଭର୍ସଟା ହେଇଛି ହେଲା। It includes the everything from the tiniest of atomic part, meteor, satellite, star, planet, galaxy to the galaxy super cluster. ଆମ ୟୁନିଭର୍ସରେ କ'ଣ ଅଛି ନା ସାଟେଲାଇଟ୍ ଅଛି, ମିଟିଅର୍ସ ଅଛି। ଏ ବିଷୟରେ ଆମେ ଗୋଟେ ଗୋଟେ କରି ପଢ଼ିବା। ଷ୍ଟାର ଅଛି, ପ୍ଲାନେଟ ଅଛି, ଗ୍ୟାଲାକ୍ସି ଅଛି। ଗ୍ୟାଲାକ୍ସିରେ ସବୁଠାରୁ ବଡ଼ ଷ୍ଟ୍ରକ୍ଚରକୁ ଆମେ କହିବା ଗ୍ୟାଲାକ୍ସିଟା ହେଲା ୟୁନିଭର୍ସ। କୋଉଠିକୁ ଗୋଟେ ଆମେ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ଫିଜିକାଲ ଆଉ ଗୋଟେ ନନ୍ ଫିଜିକାଲ। ଫିଜିକାଲ ହେଉଛି ତ ଆମେ ଯାହାକୁ ଆମେ ଫିଜିକାଲ ଦେଖିପାରୁ, ଆମେ ଇଲେକ୍ଟ୍ରନ, ପ୍ରୋଟନ, ମ୍ୟାଟର ଫିଜିକାଲି ଦେଖିପାରୁ ସେଇଟା ନୁହଁ। ଯେ ଫିଜିକାଲି ହେଲା ଫିଜିକାଲ ଆଉ ନନ୍ ଫିଜିକାଲ ଦୁଇଟା ଅଛି। ଏଇଟା ଗ୍ରାଭିଟେସନାଲ ସ୍ପେସ୍ ଆଉ ସବ୍ ଆଟମିକ୍ ପାର୍ଟିକଲ, ଲାଇନ୍, ଇଲେକ୍ଟ୍ରନ, ପ୍ରୋଟନ ଆଉ ମ୍ୟାଟର ଗୁଡ଼ାକ ଫିଜିକାଲରେ ଯାଉଛି। ଓରିଜିନ ଅଫ ଦ ୟୁନିଭର୍ସଟା ଓରିଜିନ କେମିତି ହେଲା,
ବହୁତ ବର୍ଷ ପୂର୍ବେ ଗ୍ରୀକ୍ ସିଭିଲାଇଜେସନଟା ତାଙ୍କର ଟୁ ଡିଫରେଣ୍ଟ ଭ୍ୟୁଜ ଥିଲା। ଗୋଟେ ହେଲା ଜିଓସେଣ୍ଟ୍ରିକ ଥିଲା, ଯିଏକି ଆରିଷ୍ଟଟଲ ଟୋଲେମି କହିଥିଲେ ଯେ ଆର୍ଥ ୱାଜ ଦ ସେଣ୍ଟର ଅଫ ଦ ୟୁନିଭର୍ସ। ଆମ ପୃଥିବୀଟା ନା ମଝିରେ ଅଛି, ଆଉ ଆମ ଚାରିପଟେ, ଆମ ପୃଥିବୀ ଚାରିପଟେ ସବୁ ୟୁନିଭର୍ସଟା, ଯେତେ ବି ୟୁନିଭର୍ସ ଗୁଡାକ ଅଛି, ଯେତେ ବି ପ୍ଲାନେଟ ଗୁଡାକ ଅଛି, ସନ୍ ଅଛି, ସବୁ ବୁଲୁଛନ୍ତି ହେଲା। ଆଉ 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 ଜଣେ କହିଥିଲେ ନା ହେଲିଓସେଣ୍ଟ୍ରିକ ଆରିଷ୍ଟଟଲ କହିଥିଲେ ଯେ ସନ୍ ମଝିରେ ଅଛି, ଆଉ ଆମ ଆର୍ଥଟା ନା ରିଭଲ୍ଭ ହେଉଛି ହେଲା। এটা নোট କରିଦବ, ନୋଟ୍ ବହୁତ ଇମ୍ପୋର୍ଟାଣ୍ଟ। ତାପରେ ମଡର୍ନ ଆଷ୍ଟ୍ରୋନମି କଣ କହୁଛି ଯେ ନିକୋଲସ୍ କୋପରନିକସ୍ କହିଥିଲେ ଯେ ଅଲ୍ ଦ ପ୍ଲାନେଟ୍ ଅର୍ବିଟିଂ ଆରାଉଣ୍ଡ ଇଟ୍, ଯେତେ ବି ପ୍ଲାନେଟ୍ ଅଛି ସୂର୍ଯ୍ୟ ଚାରିପଟେ ବୁଲୁଛି। ଏମିତି ବି ୟୁନିଭର୍ସ ରିକନଷ୍ଟ୍ରକ୍ଟ ଦ ସୋଲାର ସିଷ୍ଟମ, ଯେତେ ବି ସନ୍ ଅଛି ଆଉ ପ୍ଲାନେଟ୍ ଗୁଡାକ ଅଛି, ସେଟାକୁ ଆମେ ସୋଲାର ସିଷ୍ଟମ କହିଥାଉ ବୋଲି କିଏ କହିଥିଲେ? ମଡର୍ନ ଆଷ୍ଟ୍ରୋନମିର ନିକୋଲସ୍ କୋପରନିକସ୍ କହିଥିଲେ। କେପଲର ଏଟାକୁ ପ୍ରୁଭ୍ କରିଥିଲେ ଯେ ସନ୍ ହେଲା ଇଲେକ୍ଟ୍ରିକାଲ ହିସାବରେ ଆରାଉଣ୍ଡ ହେଇଛି, ଆର୍ ଗୁଡାକ ହେଲା ଇଲେକ୍ଟ୍ରିକାଲ ହିସାବରେ ବୁଲୁଛନ୍ତି ହେଲା। ଆଉ ଗାଲିଲିଓ ଇଜ ସପୋର୍ଟ ଅଫ କୋପରନିକସ୍ ଥିଓରି ଅଫ ଦ ସନ୍ ସେଣ୍ଟର। ଆଉ ଗାଲିଲିଓ କେପଲରର ଥିଓରିକୁ ପ୍ରୁଭ୍ ସେ ସପୋର୍ଟ କରିଥିଲେ ହେଲା। ସାର୍ ଆଇଜାକ୍ ନ୍ୟୁଟନ କଣ କହିଥିଲେ କି ଲ ଅଫ ୟୁନିଭର୍ସ ଗ୍ରାଭିଟେସନ ତାକୁ ପ୍ରୁଭ୍ କରିଥିଲେ, ଏକ୍ସପାଣ୍ଡ କରିଥିଲେ। ହ୍ୱାଇ ଦ ପ୍ଲାନେଟ ଆର୍ ମୁଭିଂ, ସୂର୍ଯ୍ୟର ଚାରିପଟେ ପୃଥିବୀ କେମିତି ବୁଲୁଛି, କଣ ପାଇଁ, କୋଉ ଫୋର୍ସ ଦ୍ୱାରା ବୁଲୁଛି, ସେଇଟାକୁ ପ୍ରୁଭ୍ କରିଥିଲେ ସାର୍ ଆଇଜାକ୍ ନ୍ୟୁଟନ। ସେଇଟାକୁ ହେଲା ଲ ଅଫ ୟୁନିଭର୍ସାଲ ଗ୍ରାଭିଟେସନ କୁହାଯାଏ। ଯୋଉ ଫୋର୍ସ ଦ୍ୱାରା ବୁଲୁଛି ସେଇଟାକୁ ଆମେ ଗ୍ରାଭିଟେସନ ଫୋର୍ସ ବୋଲି କହିଥାଉ ହେଲା। ବିଗ୍ ବ୍ୟାଙ୍ଗ ଥିଓରି କଣ ହେଇଛି କି ବହୁତ ଗୁଡାକ ଥିଓରି ଦେଇଥିଲେ ହିଷ୍ଟୋରିଆନ ମାନେ, ଯୋଉ ସାଇଣ୍ଟିଷ୍ଟ ମାନେ ଥିଲେ ସେମାନେ ଦେଇଥିଲେ ଥିଓରି ଗୁଡାକ। ଆଉ ବିଗ୍ ବ୍ୟାଙ୍ଗ ଥିଓରିକୁ ସମସ୍ତେ accept କରିଥିଲେ। ବିଗ୍ ବ୍ୟାଙ୍ଗ ଥିଓରି, ବିଗ୍ ବ୍ୟାଙ୍ଗ ଥିଓରି କଣ? ଏଇଟା the beginning of the all universe forming the universe existed one place in the form of a tiny world, also known as the singularity। ଗୋଟେ ସିଙ୍ଗୁଲାର ଆଟମ୍ ଥିଲା, ତାକୁ ଆମେ କଣ କହୁଛୁ? ସିଙ୍ଗୁଲାରିଟି କହୁଥିଲୁ। ସେ ସିଙ୍ଗୁଲାରିଟି ଭଏସ୍ ହେଲା ସ୍ମଲ୍ ଭଲ୍ୟୁମ୍, ଇନଫାଇନାଇଟ୍ ଟେମ୍ପରେଚର, ଇଣ୍ଟେନ୍ସିଟି, ଡେନ୍ସିଟି ଏତେ ବଡ଼ ଥିଲା ଯେ ଆମେ ତାକୁ ଇମାଜିନ୍ ବି କରିପାରୁନଥିଲୁ। ଇନଫାଇନାଇଟ୍ ବହୁତ ଟେମ୍ପରେଚର ଥିଲା, ଇନଫାଇନାଇଟ୍ ଡେନ୍ସିଟି ଥିଲା ହେଲା। ଆଟ୍ ଦ ବିଗ୍ when the tiny world exploded, ଟାଇମ୍ ଅନୁସାରେ ସେଇଟା ହେଲା ଏକ୍ସପ୍ଲୋଡେଡ୍ ହେଲା, ଫାଟିଗଲା ପୁରା। It is now generally accepted that the event of Big Bang took place 13.7 billion years before the present। ସେଇ ସମୟରେ 13.7 billion years ପୂର୍ବରୁ ଏଇଟା ହେଇଥିଲା ହେଲା। The expansion continued even to the present day as it grows some energy was converted into matter. There is a particularly rapid expansion within the fraction of a second after the death। ଯେତେବେଳେ ଏକ୍ସପ୍ଲୋଡଟା ହେଇଥିଲା within a secondରେ ହେଲା, ପାର୍ଟିକଲ ଗୁଡାକ rapid expansion ହେବାକୁ ଲାଗିଲେ, ଫର୍ମେସନ ହେବାକୁ ଲାଗିଲେ। thereafter ତାପରେ expansion slowly down, ତାପରେ expansion slow ହେଇଗଲା। at the first 3 minutes from the beginning the first atom began to form। ତାପରେ atom ଗୁଡାକ formation ହେବାକୁ ଲାଗିଲା ହେଲା। within 3 lakh years from the beginning temperature dropped to 4.52 Kelvin
include respirator method unique transmitter. ତାପରେ ତାପରେ temperature control କରିବାକୁ ଲାଗିଲା। ତାପରେ universe became transparent. ତାପରେ universe ପୁରା transparent ହେଇଗଲା। Evidence of expanding universe. ଏ ଯୋଉ universe ଟା expanding ହଉଛି ତାର evidence ଗୁଡାକ କଣ କଣ କୁହାଯାଇଛି? ଗୋଟେ cosmology ରେ କୁହାଯାଏ ଆଉ ଗୋଟେ gravitational କୁହାଯାଏ। Rare କଣ କି ଯେତେ the rare sheet in the glacier described the light change within the motion of the object. এটা হলো যেতে ডিস্টান্সরে অবজেক্টটা মোশন হচ্ছে ব্লু সিট আর রেড সিটটা କଣ କି ଯୋଉ ଅବଜେକ୍ଟଟା ପାଖରେ ଅଛି ତାକୁ ଆମେ ରେଡ୍ ସିଟ୍ ବୋଲି କୁହାଯାଇଥାଏ ଆଉ ଯୋଉ ଅବଜେକ୍ଟଟା ନା ଦୂରରେ ଅଛି ତାକୁ ବ୍ଲୁ ସିଟ୍ କୁହାଯାଏ। ଗ୍ରାଭିଟେସନାଲ ୱେଭ the act equal in the space time caused by the nuclear level of extreme acceleration. ଗ୍ୟାଲେକ୍ସି ତାକୁ ଗ୍ୟାଲେକ୍ସି ବିଷୟରେ ପଢିବା ଗ୍ୟାଲେକ୍ସି ହେଲା ସବୁଠାରୁ ବଡ଼ ଷ୍ଟ୍ରକ୍ଚରକୁ ଆମେ ଗ୍ୟାଲେକ୍ସି କହିଥାଉ। ତାପରେ ସୋଲାର ସିଷ୍ଟମ କହିଥାଉ। ଆମେ ଯୋଉ ଗ୍ୟାଲେକ୍ସିରେ ଅଛୁ ତାକୁ ସେ ଭିତରେ ସୋଲାର ସିଷ୍ଟମ ଅଛି ତାକୁ ଆମେ ସୋଲାର ସିଷ୍ଟମ କହିଥାଉ। ତ ଗ୍ୟାଲେକ୍ସି ଭିତରେ ଜିଆଣ୍ଟ ବହୁତ ଗୁଡାକ ଷ୍ଟାର ଅଛି millions of stars consist of gas also there gaseous star ବି ଅଛି the solar system को ନେଇକରି galaxy gas plus dust plus star plus solar system को ନେଇକି galaxy ଅଛି। All the in a galaxy are held together by the gravitational field found within the galaxy. ये सभी गुड़ाके gravitational field द्वारा ही galaxy का सृष्टि होती है। galaxy का present is more than 10 billion galaxies in the universe. More than 10 million galaxies in the universe. Contains small galaxy, largest one contain up to 10,000 billion. Small, with a small galaxy consists 200 billion stars. Consist or star ଗୁଡାକ ଥାଏ ଗୋଟେ small galaxy ରେ ଭାବ କେତେ ଗୁଡାକ ବଡ galaxy ରେ ଆଉ କେତେ ଗୁଡାକ star ଥିବ types of galaxy କୁ ଆମେ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟେ ରେଗୁଲାର galaxy ଆଉ ଗୋଟେ irregular galaxy ରେଗୁଲାର galaxy ହେଲା ଗୋଟେ shape ରେ galaxy ଟା ଅଛି ଆଉ irregular galaxy ବୋଲି ତାର shape ହିଁ ନାହିଁ ଗୋଟେ ରେଗୁଲାର galaxy କୁ ଆମେ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟେ spiral galaxy ଆଉ ଗୋଟେ elliptical galaxy spiral galaxy ହେଲା spiral galaxy ରେ these are the largest disk shaped galaxy which largest disk type ଥିବ ତାହାକୁ ଆମେ spiral galaxy କହୁ spiral galaxy ହେଲା ଆମ galaxy ଟା जो solar system ଟା ହେଲା spiral galaxy ରେ ଆମ galaxy Milky Way galaxy Andromeda galaxy spiral galaxy Andromeda galaxy ର ଆମ ପାଖର galaxy ତାକୁ Andromeda galaxy କୁହାଯାଇଛି। Elliptical galaxy ହେଲା symmetrical shape ରେ ଥାଏ ତାକୁ ଆମେ elliptical galaxy କହିଥାଉ। ଆଉ irregular shape ତାର shape ହିଁ ନଥାଏ। The Milky Way ଆମ Milky Way ଆମ galaxy ର ନାମ ହେଲା Milky Way। Our galaxy is a medium sized galaxy containing 110 billion stars। Diameter ହେଲା 1,00,000 light year, thickness ହେଲା 2,000 light year, and light year means distance. 1 light year is equal to 9,416 billion kilometers. Milky Way is the 13.6 billion years ago. In the middle of the Milky Way there is a supermassive black hole. ଏ ମଝିରେ ନା ଯୋଉ ବ୍ଲାକ୍ ହୋଲ୍ ଅଛି ସେଟାକୁ ବ୍ଲାକ୍ ହୋଲ୍ ବୋଲି କୁହାଯାଇଛି। Everything else revolve around this. Andromeda galaxy our nearest neighbor, it is located about 2.5 million light years away from the galaxy. 2.5 million light year distance ଅଛି ଆମ galaxy ଆଉ Andromeda galaxy. Galaxy are arranged in decreasing order, size and mass. ଏଇଟା note କରିଦେବ Andromeda ସବୁଠାରୁ ବଡ଼ ତାପରେ Milky Way ବଡ଼
তারপরে ট্রায়াঙ্গুলার, লার্জ মেগালেনিক ক্লাউড, স্মল মেগালেনিক ক্লাউড, এটাকে মনে রাখতে নোটস করতে হবে, এটা সব নোটস গুলাকে স্টার, তারপর স্টার বিচার করো। স্টার হচ্ছে গ্যাস বলতে অর্থনীতি করে, এটা স্টার হচ্ছে the gases present in star. The star in hydrogen 21%, helium 26.5%, other gases 2.35. The energy of the shining star is produced by nuclear fusion of the hydrogen into the helium in the star core. The energy star is shining compound है। The hydrogen को helium को convert to 55 star start signing করে। Proxima Centauri, the nearest star to the Earth after the Sun from where हमने सन को ना स्टार बोले भी कहते हैं। तो Proxima Centauri का nearest star to the Earth after the Sun from where light takes 4.8 light year to the reach the earth. Proxima Centauri nearest star। जम्मू परमाणु के डायग्राम में रख दी गई है। लाइफ साइकिल ऑफ स्टार। स्टार करने के लिए एक्सप्लोर करने के लिए प्रदूषण पड़ेगा। फास्टला गैस ब्लास्ट अगर न्यूक्लिया है, तापर प्रोटोस्टार है, धीरे 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 करता सेपा चेन इंक्रीज हुए, जो हीलियम रू जो हाइड्रोजन की हीलियम कन्वर्ट है ना सेटा है। तापर स्टार है, तापर स्टार है लागो रेड जायंट हुए, रेड जायंट है लागो যদি 1.44 সোলার মাসରୁ ଯଦି କମ୍ ଥିବ, ତାପରେ ସେଟାକୁ ହେଲା ବ୍ଲାକ୍ ଡ୍ୱାର୍ଫ, ହ୍ୱାଇଟ୍ ଡ୍ୱାର୍ଫରେ କନଭର୍ଟ ହେଇଯାଏ। ଯଦି 1.44 ରୁ ଅଧିକ ହବ ହେଲା, ସେଇଟା ହେଲା ବ୍ଲାକ୍ ହୋଲରେ କନଭର୍ଟ ହେଇଯାଏ ହେଲା। Stars are born from the cloud of gas called a nebula due to the gravity. Pocket of dense matter within the nebula collapse under their weight. The dense region is called the protostar. The protostar is ଯୋଉଟା ଉପରେ ଥିଲା ନା ସେଇଟା ହିଁ ଲେଖା ହେଇଛି ତଳେ। When the hydrogen was converted into helium ଦେଖ, the helium sinks to the star core, rising the star temperature ଅଧିକ ବଢିଯାଏ। The hot interior core raises the temperature of the surrounding gases. The outer shell of the hot gases expand and the star changes color to form a red giant। अब red giant convert हो जाए। The hottest star appear blue। बहुत hottest star blue देखा जाए। hottest star blue देखा जाए। coldest star appear red। हमको कहना है red से blue से the star that has a mass blue to Chandrasekhar limit about 1.44 solar mass become the white dwarf। चंद्रशेखर लिमिट को ଯଦି କମ୍ ଚନ୍ଦ୍ରଶେଖର ଲିମିଟ୍ ହେଲା ଆମ ଇଣ୍ଡିଆର ଚନ୍ଦ୍ରଶେଖର, ସେ ଗୋଟେ ଲିମିଟ୍ ଡିସକଭର କରିଥିଲେ। 1.44 solar massରୁ ଯଦି କମ୍ ହେଇଥିବ ସେଟା white dwarfରେ convert ହେଇଯିବ। Radial cool and dim when it finally stops shining and the dead star become a black dwarf. During the course of time, the core eventually collapses, causing a massive explosion of the supernova। ଯଦି 1.44ରୁ ଅଧିକ ମାସର ହେଇଥିବ, ଅଧିକ ଟେମ୍ପରେଚର ହେଇଥିବ, ସେଇଟା ହେଲା ରେଡ୍ ଜାଏଣ୍ଟରେ କନଭର୍ଟ ହେବ। ରେଡ୍ ଜାଏଣ୍ଟରେ କନଭର୍ଟ କରି ଏକ୍ସପ୍ଲୋଜନ ହେଇଯିବ। Sometimes the core surface, the supernova explodes if the providing cooling between 1.44 and 3 solar masses. It forms an independent remains neutral star if the core is greater than 3 solar masses. If on track to become a black hole। ମୁଁ କହିଦେଉଛି ଚନ୍ଦ୍ରଶେଖର ଲିମିଟ୍ 1.44 solar massରେ ଯଦି କମ୍ ହେବ, ସେଟା ହେଲା ହ୍ୱାଇଟ୍ ଡ୍ୱାର୍ଫରେ କନଭର୍ଟ ହେଇଯିବ। ସେଟା ପୁରା ଲିଭିଯିବ ହେଲା, ଜଣା ପଡିବନି। ତାପରେ 1.44
ଏବେ 3 solar mass ଭିତରେ ଯଦି ଥିବ ସେଇଟା ହେଲା supernova. Supernova ସେଟା explosion ହେଇଯିବ ହେଲା। If the core is greater than 10 ଯଦି ଉପରେ ଚନ୍ଦ୍ରଶେଖର limit 2 ଯଦି solar mass 3 solar mass ଯଦି ଅଧିକ ହୁଏ ସେଟା black hole କୁ convert black hole ବହୁତ କମିବ ହେଲା। infinite mass ଦେଖାଯିବନି gravity ଆଉ ଏତେ ଜୋରସେ gravity ଅଛି ଯେ ତମକୁ ପୁରା ଟାଣି ନେବ ହେଲା। constellation ରେ ଆମେ ତାରା ସବୁ ଦେଖୁନା ଗୋଟେ ସାଇଜରେ ଥାଏ। ତାପରେ ଯଦି ସାଇଜରେ ଥାଏ ଯୋଉଗୁଡାକ ଷ୍ଟାର ଗୁଡାକ ସାଇଜରେ ଥାଏ ତାକୁ ଆମେ constellation ବୋଲି କହିଥାଉ। ଯୋଉଟା major constellation ଅଛି ସେଟା ପଢିଥାଉ। ସେଟା ହେଲା important ପଚାରିଥାଏ exam ରେ solar system ବିଷୟରେ ପଢିବ। solar system concept of one other object solar system ଗୁଡାକ କଣ solar system ଭିତରେ planet ଅଛି moon ଅଛି ଆଉ ଏକ sun ବି ଅଛି asteroid meteor ଏଗୁଡାକ ଗୋଟେ ଗୋଟେ କରିବାକୁ ପଡିବ comets will revolve around the sun in elliptical orbit ରେ ଏଗୁଡାକ ସବୁ ଘୁରିଥାଏ sunର ଚାରିପଟେ our solar system is located in outer spiral and milky spiral ହେଲା ମନେ ରଖିଥିବେ milky way ଟା spiral ଆମ galaxy ଟା spiral ହେଲା ଆମ solar ଚାରିପଟେ elliptical orbit ରେ ଘୁରିଥାଏ। ମିଶେଇ ଦବନି ଦୁଇଟାକୁ। origin from 4.5 billion years ago the sun ହେଇଥିଲା dust cloud collapse forming a solar nebula spawning its gravity pulling more and more material towards the center. The hydrogen atom ଏଟା ତ ପଢେଇଥିଲି first began combining to the form helium large amount of energy released forming sun remaining material joined up from the planet dwarf planet and the moon. The sun is a star. Star को ही ଆମେ sun को star କହିଥାଉ ଏଇଟା celestial ବୋଲି ବୋଲେ ଆମର ପୃଥିବୀରେ ରୁ ବାହାର ପୃଥିବୀରେ ଯୋଉ ସ୍ପେସ୍ ଗୁଡାକ ଯେତେ ସବୁ object ଗୁଡାକ ଥାଏ ତାକୁ ଆମେ celestial ବୋଲି କହିଥାଉ। It is the composed mainly of hydrogen ଯେତେ ବି celestial body ସବୁ hydrogen helium liquid in a section surrounded by the gaseous outer covering ହେଲା। ଆମ sun କୁ ବି celestial body କହିଥାଉ ତାହେଲେ ହାଇଡ୍ରୋଜେନ ଆଉ helium ରେ ହିଁ sun ଟା ସୃଷ୍ଟି ହେଇଛି। ତାପରେ diameter sun ର diameter ଦେଖିବେ temperature 15 million degree Celsius to surface ରେ ଏତିକି ଅଛି 5500 degree the layer of the sun layer ଆମେ ତିନି ଭାଗରେ ଗୋଟେ pure zone ରେ ଗୋଟେ radioactive zone ରେ ଗୋଟେ convection zone ରେ divide କରାଯିବ। The outer layer include photosphere, chromosphere ଆଉ corona ହେଲା। ଆମକୁ sun କୁ ଦେଖିଲେ ଆମେ କୋଉ part ଟା ଦେଖିଥାଉ ଆମେ chromosphere ଟା ଦେଖିଥାଉ। The core is the central region of the sun core ଯାକ part पूरा center ରେ ଯୋଉଟା ଥାଏ ତାକୁ ଆମେ core କହିଥାଉ sun ର center where the nuclear reaction occur hydrogen get converted into helium ସେଇଟାରେ ହିଁ helium ଟା hydrogen ରେ convert ହେଇଥାଏ। It has the temperature of 15 million temperature ଅଛି ଏଇ core ରେ this is the hottest part କିନ୍ତୁ core ଟା ନା ସବୁଠାରୁ hottest part ଟା up to 25% of the radius of the sun or 25% radius ଟା